ଜହ୍ନି ଓଷା ବହି ଗୀତ। ପ୍ରଥମ ଛନ୍ଦ। କହନ୍ତି ମିତଣି ଶୁଣ ତୁଳସୀ, ଆଶ୍ବିନ ମାସରେ ପଡ଼େ ଓଷା। 30 ଦିନ ଯାଏ ମେଳ ହୋଇ, ଲିଆ ଉଖୁଡ଼ା ଯେ ଯାହା ମିଳଇ। ଜହ୍ନି ଫୁଲ ଘେନି ଯେ ଯାହା ବାଡ଼ି, ଓଷା ପୂଜନ୍ତି ଦେଇ ହୁଳହୁଳି। ମଣ୍ଡନ୍ତି ଅପୂର୍ବ ଯତନ କରି, ବାଲ୍ୟ ଝିଅମାନେ ହୋଇଣ ମେଳି। ଏ ଓଷା କଲେ କି ଫଳ ହୁଏ, ଯାହା ମନାସିବ ସେ ଫଳ ପାଏ। ଦେହରେ ଯେଉଁ ବ୍ୟାଧିମାନ ଥିବ, ଜହ୍ନି ଓଷା କଲେ ଭଲ ହୋଇବ। ଯେଉଁ ଲୋକମାନେ ଟାହି କରିବେ, ଅପୁତ୍ରିକ ହୋଇ ସେହୁ ମରିବେ। ଯେଉଁ ଲୋକମାନେ ଆନନ୍ଦ ହେବେ, ଧନ ଜନ ଗୋପ ଲକ୍ଷ୍ମୀ ପାଇବେ। ଏଥୁ ଅନନ୍ତରେ ଶୁଣ ସୁଜନ, ଆହୁରି କଥାଏ କହିବା ପୁଣ। ମହାରାଷ୍ଟ୍ର ଦେଶେ ଅଟଇ ଘର, ନାମ ଯେ ତାହାର ଶ୍ରୀ ମହେଶ୍ୱର। ତାର ଭାରିଜା ନାମ ଜମ୍ବୁବତୀ, ସେହୁ ପିଲାଙ୍କୁ କଲା କଇଙ୍ଗିତି। ମୁଢ଼ି ଖାଇବାରେ ମରଣ ଜାଣ, ଏହା କହିଗଲା ଘରକୁ ପୁଣ। ଏକଥା ଶୁଣିଣ ସେ ବୃନ୍ଦାବତୀ, ମାୟାରେ ସର୍ପ ପେଶିଲେ ଝଟତି। ସେଜରେ ଶୋଇଛି ତାର ବାଳକ, ଦଂଶିଲା ଯାଇ ତାକୁ କାଳ ସର୍ପ। ମାତା ତାର କ୍ଷୀର ଦେବାକୁ ଗଲା, ଯାଇଣ ପୁତ୍ରକୁ କୋଳେ ଧଇଲା। ଦେଖିଲା ତାର ପିଣ୍ଡେ ପ୍ରାଣ ନାହିଁ, ପୁତ୍ର ବୋଲି ରୋଦନ କରଇ। ପୂର୍ବେ ମୁଁ କେଉଁ ପାପ କରିଥିଲି, ଏ ଜନ୍ମେ ମୁହିଁ ଆଣ୍ଠୁ କୁଡ଼ି ହେଲି। ଏହି ସମୟରେ ପିତା ତାହାର, ପଚାରେ ମଲା କେମନ୍ତେ କୁମର। ଭାରିଜା ବୋଲେ ବାଳ ଝିଅମାନେ, ଓଷା କରୁଥିଲେ ଆନନ୍ଦ ମନେ। ତାହାଙ୍କୁ ଦେଖି ମୁଁ ଇଙ୍ଗିତ କଲି, ଇଙ୍ଗିତ କରି ଏ ଦଣ୍ଡ ପାଇଲି। ଗୃହସ୍ଥ ବୋଲେ ତାର ଏବେ ଯିବା, ବୃନ୍ଦାବତୀଙ୍କ ଚରଣ ସେବିବା। ଦୁଇ ପ୍ରାଣୀ ହୋଇଣ ଏକ ମନ, ବୃନ୍ଦାବତୀଙ୍କୁ ମନେ କଲେ ଧ୍ୟାନ। ଜିଆଇ ଦେବେ ଯେବେ ମୋ କୁମର, ବାନା ବିଖ୍ୟାତ ହୋଇବ ତୁମ୍ଭର। ତାଙ୍କର ଭକ୍ତି ଦେଖି ବୃନ୍ଦାବତୀ, ପ୍ରସନ୍ନ ହୋଇଲେ ଆସି ଝଟତି। କିଲ ଚଣ୍ଡାଳୁଣୀ ଗରବ କଲୁ, ଓଷାକୁ ମୋର କିମ୍ପା ନିନ୍ଦା କଲୁ। ମାତା ଜାଣି ତାର ବିକଳ ମନ, ପୁତ୍ର ପାଶରେ ମିଳିଲେ ବହନ। ପୁତ୍ରକୁ ଯେ ତାର ଜିଆଇ ଦେଲେ,
ବୃନ୍ଦାବତୀ ଅନ୍ତର୍ଧାନ ହୋଇଲେ। ସେଜରେ ବସି କାନ୍ଦଇ କୁମର ଆନନ୍ଦ ମନେ ଧଇଲା କୋଳର। ବୃନ୍ଦାବତୀଙ୍କ ମହିମା ଏମନ୍ତ ଆନନ୍ଦ ମନେ କରିବ ଏ ବ୍ରତ। ସରିଲା ଦିନ ଉପବାସ ଥିବ, ପିଠା ପଣା କରି ପୂଜା କରିବ। ଏମନ୍ତ ଚଉରା ମୂଳରେ ପୁଣ ପୂଜା ବିଧି ସାରି ଅର୍ଘ୍ୟ ହୋଇଣ। ଆନନ୍ଦ ମନେ ହୁଳହୁଳି ଦେଲେ, ଯେ ଯାହା ଘରକୁ ପିଲାଏ ଗଲେ। ଦ୍ୱିତୀୟ ଛନ୍ଦ କହିବା କଥା ଏ ଶୁଣ ସୁଜନ। ମନରେ କିଛି ନ ଧରିବ ଆନ, କଥା ଏ ମନରେ ପଡ଼ିଲା ମୋର। ତୁଳସୀ ଦେବୀଙ୍କ ଏ ଓଷା ସାର, ଏମନ୍ତେ ଓଡ଼ ରାଷ୍ଟ୍ର ନାମେ ପୁର। ତହିଁରେ ଅଛି ଏକ ସାଧୁ ଘର, ନାମ ତାର ଅଟେ ଯେ ଭାଗୀରଥୀ। ତାର ଭାରିଜା ନାମ ଯେ ସୁକାନ୍ତୀ। ତାହାର ଅଟନ୍ତି ପାଞ୍ଚଟି ପୁଅ, ପାଞ୍ଚ ପୁଅରେ ତା ଗୋଟିଏ ଝିଅ। ତାର ଝିଅ ନାମ ଅଟଇ ରାଧି। ତାର ଦେହରେ ହେଲା କୁଷ୍ଠ ବ୍ୟାଧି। ମାତା ତାହାର ଦେଖିଣ କାନ୍ଦଇ, କେଉଁ ବିଧାତା ଥିଲା ଏହି ଲିହି। ଦେଖିଳ ଚଉରା ମୂଳରେ ପୁଣ, ପୂଜୁଛନ୍ତି ପିଲା ମେଳ ହୋଇଣ। ସୁକାନ୍ତୀ ପଚାରେ ପିଲାଏ ଶୁଣ, ଏ ଓଷା କଲେ ହୁଏ କେଉଁ ଗୁଣ। ଦେହରେ ଯେଉଁ ବ୍ୟାଧିମାନ ଥିବ, ଏହି ଓଷା କଲେ ଭଲ ହୋଇବ। ଯେବେ ମୋ ପିଲାଟି ଭଲ ହୋଇବ, 5 ବର୍ଷ ଯାଏ ଓଷା କରିବ। ଏମନ୍ତ କହିଣ ଗଲା ସେ ବାଳୀ, ତା ନାମରେ ଦେଲେ ହୁଳହୁଳି। ଏମନ୍ତ ତହିଁ କେତେ ଦିନ ଗଲା, ଆଶ୍ୱିନ ମାସ ପ୍ରବେଶ ହୋଇଲା। ପିଲାମାନେ ସମସ୍ତେ ମେଳ ହୋଇ ଓଷା ପୂଜନ୍ତି ହୁଳହୁଳି ଦେଇ। ତାର ଦେହରେ କୁଷ୍ଠ ବ୍ୟାଧି ଥିଲା, ଓଷା କରିବ ବୋଲିଣ ବୋଇଲା। କାନ୍ଦିଣ ମାତାଙ୍କୁ କହି ଝିଅ, ଓଷା କରିବି ବୁଝା ମତେ ଦିଅ। ଶୁଣିଣ ମାତା କ୍ରୋଧ ଭର ହୋଇ, ନ କର ଓଷା ବୋଲିଣ କହି। ଏମନ୍ତ ଶୁଣିଣ ସେ ବୃନ୍ଦାବତୀ, ମାୟାରେ ଚାର ପେଶିଲେ ଝଟତି। ତାର ପୁଅଙ୍କୁ ତହିଁ ଘେନି ଗଲେ, କୋରଡ଼ ଭିତରେ ନେଇ ରଖିଲେ। ପୁତ୍ରଙ୍କୁ ନ ପାଇଲା ଖୋଜି କରି, ମାତା କାନ୍ଦଇ ତାଙ୍କ ନାମ ଧରି। କେଣେ ଗଲ ଆରେ ରଙ୍କୁଣୀ ଧନ, ନ ଦେଖିଲି ଆଉ ତୁମ୍ଭ ବଦନ। ଏମନ୍ତ ବୋଲିଣ ଆକୁଳ ମନ, ବୃନ୍ଦାବତୀଙ୍କୁ ମନେ କଲା ଧ୍ୟାନ।
ପାଞ୍ଚ ପୁଅକୁ ଯେତେ ମୁଁ ପାଇବି, ପାଞ୍ଚଟି କାକରା ପୂଜା କରିବି। ବୋଇଲେ ରାଣେଣୀ ଗରବ କଲୁ, ଓଷା ନ କର ବୋଲି ତୁ କହିଲୁ। ସ୍ୱପ୍ନରେ ତାକୁ କହିଣ ଗଲେ, ଝିଅ ତୋର ଓଷା କରୁ ବୋଇଲେ। ଏମନ୍ତ ଝିଅ ତାର ଓଷା କଲା, ପାଞ୍ଚଟି କାକରା ନେଇ ପୂଜିଲା। ଆନନ୍ଦ ମନେ ପୂଜା ବିଧି କଲେ, ହୁଳହୁଳି ଦେଇ ଘରକୁ ଗଲେ। ପାଞ୍ଚ ପୁଅ ତହୁ ଘରେ ମିଳିଲେ, ଆନନ୍ଦରେ ସୁଖେ କାଳ କାଟିଲେ। 11 ଅକ୍ଷର 30 ପଦ, ସମ୍ପୂର୍ଣ୍ଣ ହୋଇଲା ଦ୍ୱିତୀୟ ଛନ୍ଦ। ତୃତୀୟ ଛନ୍ଦ ଏଥୁ ଅନନ୍ତରେ ଶୁଣ ହେ ରସ, ତୁଳସୀ ଦେବୀ ମହିମା ଅଶେଷ। କର୍ଣ୍ଣାଟ ଦେଶରେ ତାହାର ଘର, ନାମ ତାହାର ଅଟେ ପୀତାମ୍ବର। ଭାରିଜା ନାମ ତାର ପ୍ରିୟବତୀ, ସାତ ପୁଅରେ ଏକଇ ଦୁହିତି। ସାତ ପୁଅରେ ତାର ଗୋଟିଏ ଝିଅ, ଝିଅଠାରେ ତାର ଅତ୍ୟନ୍ତ ସ୍ନେହ। ଝିଅ ବୋଇଲେ ମାତା ତୁମ୍ଭେ ଶୁଣ, ଏ ଓଷା କରିବଇ ମୁହଁ ପୁଣ। ଏମନ୍ତ ମାତା ଆଗରେ କହିଣ, ଭୁଜା ଉଖୁଡ଼ା ଆଣି ଦିଅ ପୁଣ। ମାତା ତାହା ଶୁଣି ଆନନ୍ଦ ହେଲା, ଭୁଜା ଉଖୁଡ଼ା ତହୁ ଆଣିଦେଲା। ଭୁଜା ଉଖୁଡ଼ା ସେଇ ଘେନି ଗଲା, ଚଉରା ମୂଳେ ନେଇ ଥୋଇଦେଲା। ମନ ଆନନ୍ଦେ ପୂଜା ବିଧି କଲେ, ହୁଳହୁଳି ଦେଇ ଅର୍ଘ୍ୟ ତୋଳିଲେ। 11 ଅକ୍ଷର 11 ପଦ, ସମ୍ପୂର୍ଣ୍ଣ ହୋଇଲା ତୃତୀୟ ଛନ୍ଦ। ବାଳୁତ କୃଷ୍ଣ ନାହିଁ ତାର ବୁଦ୍ଧି, କ୍ଷମା କର ହେ ପ୍ରଭୁ କୃପାନିଧି। ଚତୁର୍ଥ ଛନ୍ଦ ଆହୁରି କଥା ଏ ସୁଜନେ ଶୁଣ, ବୃନ୍ଦାବତୀଙ୍କ ମହିମା ଏ ଶନ। ଯେଉଁ ପିଲାମାନେ ଓଷା କରନ୍ତି, ବୃନ୍ଦାବତୀ ସନ୍ତୋଷ ହେଉଥାନ୍ତି। ବିରାଟ ଦେଶରେ ତାହାର ଘର, ନାମ ତାହାର ଅଟେ ଧନେଶ୍ୱର। ଭାରିଜା ନାମ ଅଟେ ପଦ୍ମାବତୀ, କରିଅଛି ସେହି ବହୁତ କୀର୍ତ୍ତି। ତାହାର ଅଟଇ ଗୋଟିଏ ପୁଅ, ଗୋଟିଏ ପୁଅରେ 3ଟି ଝିଅ। ଝିଅ ବୋଲନ୍ତି ମାତା ତୁମ୍ଭେ ଶୁଣ, ଜହ୍ନି ଓଷା କରିବୁ ଆମେ ପୁଣ। ଏମନ୍ତ ବୋଲି ଝିଅ ଗୋଳ କଲେ, ଭୁଜାମ୍ଭକୁ ଦିଅ ଯେ ବୋଇଲେ। ମାତା ତାଙ୍କର ବୋଲଇ ଯେ ପୁଣ, ମୁଢ଼ି ପୂଜିବାର ନୁହେଁ ବିଧାନ। ଏମନ୍ତ ବୋଲି ତାକୁ ନାହିଁ କଲା,
ଯାଇଣ ଗମ୍ଭୀରି ଘରେ ଶୋଇଲା। ଏମନ୍ତ ଶୁଣିଣ ସେ ବୃନ୍ଦାବତୀ, ସ୍ୱପ୍ନରେ ତାକୁ କହିଲେ ରାତି। କିଲ ପାମରି ମୂଢ଼ପଣ କଲୁ, ଓଷା ନଜର ତୁ ବୋଲି ବୋଇଲୁ। ଯେବେ ତୋ ଝିଅ ଓଷା ନ କରିବ, 7 ଦିନେ ତୋ ପୁଅ ନାଶ ଯିବ। ଏମନ୍ତେ ଯେ ବୃନ୍ଦାବତୀ କହିଣ, ଅନ୍ତର୍ଦ୍ଧାନ ହୋଇଗଲେ ସେ ପୁଣ। ଦେଖିଲା କେହି ନାହାନ୍ତି ପାଖରେ, ମନରେ ତାହାର ଭାବନା କରେ। ଓଷା କରିବାକୁ ନାହିଁ ମୁଁ କଲି, ନାହିଁ କଲାରୁ ସ୍ୱପ୍ନ ଦେଖିଲି। ଏମନ୍ତ ବିଚାରି ମନରେ ତାର, ଝିଅକୁ ବୋଇଲା ଓଷା ଯେ କର। ଏମନ୍ତ ଝିଅ ତାର ଓଷା କଲେ, ବୃନ୍ଦାବତୀ ଯେ ସନ୍ତୋଷ ହୋଇଲେ। ପିଲାମାନେ ହୁଳହୁଳି ଦେଇଣ, ଜହ୍ନି ଫୁଲରେ ବନ୍ଧାଇଲେ ପୁଣ। ବନ୍ଧାପନା ସାରି ଅର୍ଘ୍ୟ ଦେଇଣ, ପିଲାଏ ଘରକୁ ଗଲେ କପୁଣ। 11 ଅକ୍ଷର 22 ପଦ, ସମ୍ପୂର୍ଣ୍ଣ ହୋଇଲା ଚତୁର୍ଥ ଛନ୍ଦ। ବାଳୁତ କୃଷ୍ଣ ନ ଧରିବ ଦୋଷ, କ୍ଷମା କର ହେ କମଳା ବିଳାସ। ପଞ୍ଚମ ଛନ୍ଦ। ଶୁଣ ପିଲାଏ ହୋଇ ଶୁଦ୍ଧ ମନ, କହିବା ତୁମକୁ ଓଷା ବିଧାନ। ସକାଳରୁ ସ୍ନାନ କରି ଆସିବ, ଅଗଣାରେ ଚଉରାଏ ସ୍ଥାପିବ। 1 ବନ ଗାଈ ଗୋବର ନେଇ, ସୁସଂସ କରିଲି ପୃଥିବ ତହିଁ। 5 ବନରେ ମୁରୁଜ ସ୍ଥାପିବ, ଚଉରା ଉରାତି ପାଖରେ ଦେବ। ଓଷା ବିଧି ସାରି ସାୟଂକାଳରେ, ପ୍ରବେଶ ହୋଇବ ଚଉରା ମୂଳେ। ପଉଡ଼ି ଗୁଆ ନଡ଼ିଆ ନେଇଣ, ଚଉରା ମୂଳେ ସ୍ଥାପନ କରିଣ। ଜହ୍ନି ଫୁଲ ଗୁଡ଼ାଏ ଆଣିବ, ବୃନ୍ଦାବତୀଙ୍କୁ ମଣ୍ଡଣି କରିବ। ପୂର୍ଣ୍ଣ କୁମ୍ଭକୁ ନେଇ ବସାଇବ, ମୁଣ୍ଡିଆ ମାରି ହୁଳହୁଳି ଦେବ। ଆହୁରି କଥାଏ କହି ତ ଶୁଣ, ଆମିଷ ଜହ୍ନି ନ ଖାଇବ ପୁଣ। ସୌରାଷ୍ଟ୍ର ଦେଶେ ରାଜାଏ ଥିଲା, ଜହ୍ନି ଫୁଲ ତା ଝିଅ ଛିଣ୍ଡାଇଲା। ଛିଣ୍ଡାଇବାରୁ ହାତ ତାର ପୁଣ, ଖଣ୍ଡ ଖଣ୍ଡ ହୋଇଲା କମଣିନ। କାନ୍ଦିଣ ମାତା ଆଗରେ କହିଲା, କିମ୍ପା ହାତ ମୋର ଏମନ୍ତ ହେଲା। ହାତ ଦେଖି ତାର ମାତା କହଇ, କିମ୍ପା ହାତ ତ ଏମନ୍ତ ହୁଅଇ। ଝିଅ କହେ ମୁଁ କିଛି କରି ନାହିଁ, ଏକମାତ୍ର ଅଛି ଜହ୍ନି ଛିଣ୍ଡାଇ। ଶୁଣିଳ ମାତା ତାହାର କାନ୍ଦିଲା, କେଉଁ ବିଧାତା ମତେ ଏହା କଲା। ବୃନ୍ଦାବତୀ ତାର ଜାଣିଣ ମନ, ରାଣ୍ଡି ବ୍ରାହ୍ମଣୀ ରୂପ ହେଲେ ପୁଣ।
ତାହାର ଘର ଭିତରକୁ ଗଲେ କିମ୍ପା କାନ୍ଦୁଛୁ ବୋଲିଣ ବୋଇଲେ କାନ୍ଦିଣ ସେହି କାମିନୀ ବୋଲଇ ଝିଅ ହାତ ମ କିମ୍ପା ମିଳିଯାଇ ଶୁଣିଣ ରାଣ୍ଡି ବ୍ରାହ୍ମଣୀ ପଚାରିଲା କେଉଁ ପଦାର୍ଥ ଏହୁ ଛିଣ୍ଡାଇଲା ଶୁଣି ମାତା ତାହାର କହି ଜହ୍ନି ଗୋଟିଏ ଛିଣ୍ଡାଇଲା ତହିଁ ଜାଣିଣ ରାଣ୍ଡି ବ୍ରାହ୍ମଣୀ ବୋଇଲା ଜହ୍ନି ଛିଣ୍ଡାବାରୁ ଏହା ହେଲା ଏବେ କହିବା କଥା ଏକ ଶୁଣ ଜହ୍ନି ଓଷା କରିବା ଏହା ପୁଣ୍ୟ ଏମନ୍ତ ବୋଲିଣ ଔଷଧ ଦେଲେ ସେଇଠାରୁ ଅନ୍ତର୍ଧାନ ହୋଇଲେ ସେଇ ଔଷଧ ବାଟି ବୋଳି ଦେଲା ବୋଳିବାରୁ ତା ହାତ କହଳିଲା ଜାଣିଣ ସେହି ଦେବୀ ବୃନ୍ଦାବତୀ ଫେଡ଼ିଲେ ଦେବୀ ତାହାର ଦୁର୍ଗତି ଏମନ୍ତ ତହୁଁ କେତେ ଦିନ ଗଲା ଭାଦ୍ରବ ମାସ ଯାଇ ଆଶ୍ବିନ ହେଲା ପିଲାଏ ଓଷା କରନ୍ତି ଦେଖିଲା ମାତାଙ୍କ ଆଗରେ ଯାଇ କହିଲା ମାତା କହିଲା ଓଷା କର ଯାଇ ନଡ଼ିଆ ପାଚିଲା କଦଳୀ ନେଇ ହୁଅନ୍ତେ କୁମାର ପୂର୍ଣ୍ଣିମା ଦିନ ବାଳ ଝିଅମାନେ ମିଳିଲେ ପୁଣ ଭୁଜା ଉକୁଡ଼ା କାକୁଡ଼ି ନେଇଣ ସାତ ବନ ପିଠା କଲେ ପୁଣି ସୁବର୍ଣ୍ଣ ଚାଙ୍ଗୁଡ଼ାରେ ନେଇ ଥୋଇ ଚଉରା ମୂଳରେ ନେଇ ଦେଇ ପୂଜା ସାରିଣ ବନ୍ଦାପନା କଲେ ଆନନ୍ଦ ମନେ ହୁଳହୁଳି ଦେଲେ ଚଉରା ମୂଳରେ ଅର୍ଘ୍ୟ ଦେଇଣ ପିଲାଏ ଘରକୁ ଗଲେ ଜପୁଣ 11 ଅକ୍ଷର 25 ପଦ ସମ୍ପୂର୍ଣ୍ଣ ହୋଇଲା ପଞ୍ଚମ ଛନ୍ଦ ଜହ୍ନି ଓଷା ଗୀତ ଶେଷ ହୋଇଲା ଦୀନ କୃଷ୍ଣ ଦାସ ଗୀତେ ରଚିଲା। ଜହ୍ନି ଓଷା ଗୀତ। ଜହ୍ନି ଫୁଲ ଠୋଠା ଜେସନ ଦେବତା ପିଲାର ନାକଟା ଖଣ୍ଡିଆଟା ବାଡ଼ିଆଡ଼େ ବଗ ଦାଣ୍ଡ ଆଡ଼େ ବଗ ଡୁଙ୍ଗେଇ କହି ଯାଇଛି ଚାଉଳ ପୁଞ୍ଜେ ଦେବ। ଜହ୍ନି ଫୁଲରେ ପୂଜିଲି ତତେ କି ବର ମାଗୁଛୁ ଦେବୁଟି ମତେ କାକୁଡ଼ି ଫୁଲରେ ପୂଜିଲି ତତେ କି ବର ମାଗୁଛୁ ଦେବୁଟି ମତେ କଖାରୁ ଫୁଲରେ ପୂଜିଲି ତତେ କି ବର ମାଗୁଛୁ ଦେବୁଟି ମତେ କନିଅର ଫୁଲେ ପୂଜିଲି ତତେ କି ବର ମାଗୁଛୁ ଦେବୁଟି ମତେ ଜହ୍ନିଲୋ ଜହ୍ନି ଜହ୍ନି ଆଙ୍ଗୁଳି ନୀତି ପୂଜା କଲେ 3 ଆଙ୍ଗୁଳି ମୋ ବୋଉ ମୋ କୋଳରେ ବସେ ନାତୁଣୀ ବହୁଲ ଭାତ ପରସେ ଖଟି ଯାଇ ଖଟେ ଆସେ ମଜି ପିଟି ଖଣ୍ଡେ ମାଡ଼ି ଆସେ ତୁଳସୀ ମୂଳେ ଦେଲି ଜାଗର ତୁଳସୀ ବୋଇଲେ ମାଗେ ଗଗର କାନକୁ ସୁନା ପେଡ଼ି କନ୍ୟା 12 ବରଷର ଧାନ ପୁରୁଣା ତାକେ ପୁଅ ପଣତେ ପୁଅ ଜୀବନ ଥିଲା ଯାକ ଅୟହୁଅ ମରିଗଲେ ବୈକୁଣ୍ଠ ନିଅ ଥାରେ ନନା ଓଷାଟି ଏହି ଆଣରେ ନନା ଭାର ଲମ୍ବାଇ ଆଜି ହୋଇଥିଲା ମଙ୍ଗଳବାର ଓଷା ପୂଜିବାକୁ ଶରଧା ମୋର ଏହି ପିଲା ସତେ କେତେ ଭଣ୍ଡିଲା ମୋର ଫୁଲ ନେଇ ଶିରେ ମଣ୍ଡିଲା ମାଳି ଘର ଝିଅ ବହଇ ଚାନ୍ଦି ଖୋସା ପକାଇବ ବଉଳ କାନ୍ଦି ଏଇ ଖୋସାଟି ପକାଇବି ନାହିଁ ସାତ ଭାଉଜରେ ବସିବି ନାହିଁ କାଲି ଲୋ କଲି ନାକରେ କଲି କାଲି ଆଣିଦେବି ସରୁ ଚକୁଳିରେ ବହୁତ ମହୁ ମତେ ପାଲିବେ ବଡ଼ ଘର ବୋଉ ରାଜାଙ୍କ ବୋହୂ କେଡ଼େ ବିନ୍ଧା
ଟେକି ଧରିଥିବ ସାପ ତଳେ। ଦୀପ ଖୋଜୁ ଖୋଜୁ ପାହିଲା ରାତି, ଚୋର ଘେନିଗଲା କଜଳପାତି। ଅଲିନା କଲିନା ପେଲେନା କଲି, ମୁଣ୍ଡ ପୋତି ପୋତି ସ୍ନାନ କଲି।